କ'ଣ ହେଇଛି? ଆଜି ପୁଣି କାନ୍ଦୁଛ? ପୁଣି ମନ ଦୁଃଖ ଅଛି? ଭାବୁଛ ନା ଯେ ସମସ୍ତଙ୍କ ସହିତ ପୁରା ଭଲସେ ରହିବି, ସମସ୍ତଙ୍କୁ ସାହାଯ୍ୟ କରିବି, ଆଉ ସମସ୍ତଙ୍କ ଦୁଃଖ ସୁଖରେ ସାଥ ଦେବି। ଏମିତି ମୋର ବି ସିଚୁଏସନ୍ ଥିଲା। ମୁଁ ବି ଭାବେ ଯେ ସମସ୍ତଙ୍କୁ ଖୁସିରେ ରଖିବା ଜରୁରୀ, ବଟ୍ ସବୁବେଳେ ନିଜକୁ ପଛରେ ପକେଇକି ସାମ୍ନା ବାଲା ପାଇଁ ଅଧିକ କରିବାଟା ଠିକ୍ ନୁହଁ। ମୋତେ ଲାଗେ ଲାଇଫରେ ଲୋକ ଏଥିପାଇଁ ଆସନ୍ତି ଯେ ତୁମକୁ ତୁମର ଭ୍ୟାଲ୍ୟୁ ବୁଝେଇ ଦେବା ପାଇଁ, ଆଉ ଏଥିପାଇଁ ଦୂରକୁ ଯାଆନ୍ତି ତାକି ତୁମେ ତାଙ୍କୁ ଯେତିକି ନିଜର ବୋଲି ଭାବୁଥିବ, ଆପଣାର ଭାବୁଥିବ, ସେ ସେତିକି ନଥାନ୍ତି। ସିଧା କଥା, ମୁଁ କାହାକୁ କିଛି କହୁନି କି ମୋର କାହା ପ୍ରତି ଘୃଣା ହେବ ନାହିଁ, ବଟ୍ ଏତିକି ତ ଶିଖି ଯାଇଛି ଯେ ଯିଏ ଦିଲରୁ ରିସ୍ତା ନିଭେଇଥିବ ତ ତାକୁ ସମ୍ଭାଳିବାକୁ ପଡ଼ିବନି, ଆଉ ଯେ ଯିବାକୁ ଚାହୁଁଥିବ ତ ତାକୁ କେହି ରଖିପାରିବେନି। ଖୁସିରେ ରୁହ, ସମସ୍ତଙ୍କଠୁ ଦୂରେଇ ରୁହ, ନିଜ ଲାଇଫରେ ନିଜେ ବିଜି ରୁହ, ବିନ୍ଦାସ ରୁହ। କାହିଁକି ନା କଷ୍ଟ ତ ସବୁବେଳେ ତମକୁ ହେଉଛି। ତୁମଠୁ ଅଧିକ ତମ ରୁମ୍ ଜାଣିଛି ତୁମେ ସେ ରୁମ୍ରେ କେତେ କାନ୍ଦିଛ, କେତେଟା ରାତି ପର୍ଯ୍ୟନ୍ତ କାନ୍ଦିଛ। ଯିଏ ଯିବାକୁ ଚାହୁଁଛି ତାକୁ ଯିବାକୁ ଦିଅ। ତୁମେ ଅଛ ନା ତୁମ ପାଇଁ, ମୁଁ ଜାଣିଛି ତୁମେ ବହୁତ ହି ଷ୍ଟ୍ରଙ୍ଗ, ତୁମକୁ କେହି ହରେଇ ପାରିବେନି। ତୁମେ ତୁମ ନିଜ ପାଇଁ ଠିଆ ହେଇପାରିବ, ତୁମେ ସବୁ କିଛି କରିପାରିବ। ହଁ ନା? ଛାଡ଼ ସେ ସବୁ, ଅବିକା ଗୋଟେ ସ୍ମାଇଲ୍ କରିଦିଅ। ସ୍ମାଇଲ୍। ଦେଖିଲ ଏବେ ଦେଖ କେତେ ଭଲ ଦେଖାଯାଉଛ। ହଁ ନା? ତେବେ ଦିଲ ସେ କୁହ ରାଧେ ରାଧେ।